ବଣପାହାଡ଼ଘରା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗନାସିକାର ଜୁଆଙ୍ଗ ଯୁବକ ଯିବେ ଦିଲ୍ଲୀ, ଯାହାକି ତାଙ୍କୁ ରାଷ୍ଟ୍ରପତି ଭବନରୁ ଡାକରା ଆସିଛି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କ'ଣ ପାଇଁ ସେ ରାଷ୍ଟ୍ରପତି ଭବନରୁ ତାଙ୍କୁ ଡାକରା ଆସିଛି, ମୋ ସହିତ ଯୋଡ଼ି ହୋଇଛନ୍ତି ମାୟାଧର ଜୁଆଙ୍ଗ। ତାଙ୍କୁ ପଚାରି ବୁଝିବା ଆପଣ ନାଁଟା ଇଏ। ମୋ ନାଁ ଶ୍ରୀ ମାୟାଧର ଜୁଆଙ୍ଗ, ଘର ଗନାସିକା, ବାଂଶପାଳ ବ୍ଲକ, ଜିପି ଗନାସିକା, କେଉଁଝର ଡିଷ୍ଟ୍ରିକ୍ଟ। ଯେଉଁ ରାଷ୍ଟ୍ରପତି ଭବନରୁ ଡାକରା ଆସିଛି, କ'ଣ ପାଇଁ ଡାକରା ଆସିଛି, କ'ଣ ଆପଣ କ'ଣ କରୁଛନ୍ତି? ନ୍ୟୁ ଦିଲ୍ଲୀରେ ଗୋଟେ ଆମର ଅଗଷ୍ଟ 15ରେ ଗୋଟେ ପ୍ରୋଗ୍ରାମ ଅଛି। ଧନ୍ୟବାଦ ଦେବି ମୁଁ ମହାମୟୀ ରାଷ୍ଟ୍ରପତିଙ୍କୁ। ମୋ ପାଖକୁ ଗୋଟେ ନିମନ୍ତ୍ରଣ ପତ୍ର ପଠାଇଛନ୍ତି। ମୁଁ ସେ ନିମନ୍ତ୍ରଣ ପତ୍ର ପାଇ ବହୁତ ଖୁସି। ଆମ ଗ୍ରାମ ଅଞ୍ଚଳର ବାସୀ ବହୁତ ଲୋକ ବହୁତ ଖୁସି ଏବଂ ମୁଁ ବି ତ ବହୁତ ଗର୍ବିତ। 2017-18 ମସିହାରେ ମୁଁ ଜେଡ଼ିଏ ଅଫିସରେ ମୁଁ କାମ କରୁଥିଲି ସିଆର୍ବି ଭାବରେ। ଆମ ଜୁଆଙ୍ଗ ଜନଜାତିଙ୍କ ଉପରେ ବହୁତ ବିଭିନ୍ନ ପ୍ରକାରର କାମ କରୁ ଆସୁଥିଲି। ବିଭିନ୍ନ ସମସ୍ୟା ଆମର ପାଣି, ଜଙ୍ଗଲ ଜମି ନିରାକରଣ ଏଗା ସବୁ କାମ କରି ଆସୁଥିଲି। ବୋଧେ ଯାଇକିରି ସେଇ ଭଲ କାମ କରିଥିବା ଭାବେ ମୋତେ ରାଷ୍ଟ୍ରପତି ମନେ ରଖିଛନ୍ତି। 2023-24ରେ ମହାମୟୀ ରାଷ୍ଟ୍ରପତି ଗନାସିକା ଆସିଥିଲେ। ଆମେ ଆମ ଅଞ୍ଚଳବାସୀ ସମସ୍ତେ ଚାଙ୍ଗୁ ବଜେଇ ରାଷ୍ଟ୍ରପତିଙ୍କୁ ଉତ୍ସାହ କରିଥିଲୁ, ଷ୍ଟେଜକୁ ଡକେଇଥିଲୁ। ସେ ଖୁସି ହେଇକିରି ଆମକୁ ଆମ ଜୁଆଙ୍ଗ ଜାତି ବା କେତେ ଜଣ ମେମ୍ବରକୁ ନେଇକରି ଆମକୁ ଡକେଇଥିଲେ ଭିତରେ, ମାନେ ତାଙ୍କ ପାଖକୁ ପୁଙ୍ଖାନ କଥା ହେବା ପାଇଁ। ତ ସେତେବେଳେ ବିଭିନ୍ନ ପ୍ରକାର ସମସ୍ୟା ପଚାରିଥିଲେ ଆମକୁ, ମୋର ଆପଣମାନଙ୍କର କ'ଣ କ'ଣ ସମସ୍ୟା ଦୂର ହେଇଛି, ଦୂର ହେଇନି ଗୁଡ଼ା, ସେ ସମସ୍ୟା ବିଷୟରେ ସବୁ କଥା ହେଇଥିଲୁ। ସେ ବିଷୟରେ ଆମେ ବି କହିଥିଲୁ ଆମ ଜୁଆଙ୍ଗ ଯେତିକି ଗାଁ ଅଛି ସେମାନେ କିନ୍ତୁ ଉନ୍ନତି ହେବେ, ସେଥିପାଇଁ ଆମର ବହୁତ ଆମକୁ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ହେଉଛି ବାଂଶପାଳ ବ୍ଲକ, ସବୁଠୁ ପଛୁଆ ବ୍ଲକ ବାଂଶପାଳ ବ୍ଲକ। ତ ତୁମକୁ ଆଜି ଡାକରା ଆସିଛି ଯେଉଁ ନ୍ୟୁ ଦିଲ୍ଲୀରୁ, ଯେଉଁ ରାଷ୍ଟ୍ରପତି ଭବନରୁ। ଯେଉଁ ମ୍ୟାଡ଼ାମ୍ ପ୍ରେସିଡେଣ୍ଟକୁ କ'ଣ କହିବେ, ଆମ ଅଞ୍ଚଳକୁ ନେଇକି କ'ଣ ଆଶା ଅଛି ମନରେ କହିବା ପାଇଁ? ମୁଁ କହିବି ସେଠି ଆମ ବାଂଶପାଳର ଯେଉଁ ଯେତିକି ଜନଜାତି ଆମର ଅଛନ୍ତି ତାଙ୍କର କ'ଣ କ'ଣ ସମସ୍ୟା ଯେମିତି ଆମ ଆଖି ଆଗରେ ଦେଖାଯାଉଛି, ସେ ସମସ୍ୟା ଗୁଡ଼ା ମ୍ୟାଡ଼ାମକୁ କହିବି ବୋଲି ଭାବୁଛି ମୁଁ। ନିଶ୍ଚିତ ଭାବେ ଯେଉଁ ମାୟାଧର ଜୁଆଙ୍ଗ କହୁଥିଲେ, ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ଯୋଡ଼ି ହେଇଥାନ୍ତି। ଯେଉଁ ଜୁଆଙ୍ଗ ସମ୍ପ୍ରଦାୟର ଲୋକ ଅଛନ୍ତି ସେମାନଙ୍କର କିଭଳି ବିକାଶ ହେବ, କିଭଳି ସେମାନେ ସୁବିଧା ସୁଯୋଗ, ସବୁ ସରକାରୀ ସୁବିଧା ସୁଯୋଗ ପାଇବେ, ସେ ନେଇ ମଧ୍ୟ ସେ ଚେଷ୍ଟା କରିଥାନ୍ତି। ଏ ନେଇ ତାଙ୍କୁ ରାଷ୍ଟ୍ରପତି ଯେଉଁ ନ୍ୟୁ ଦିଲ୍ଲୀକୁ ଡାକିଛନ୍ତି। ଏ ନେଇ ଗ୍ରାମବାସୀ ମଧ୍ୟଙ୍କ ମନରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି। ଆମ ସହିତ କିଛି ଗ୍ରାମବାସୀ ଯୋଡ଼ି ହେଇଛନ୍ତି, ପଚାରି ବୁଝିବା। ଆପଣ ନାଁଟା? ରାଷ୍ଟ୍ରପତି ଜୁଆଙ୍ଗ। ଯେଉଁ ଆପଣଙ୍କର ଗାଁର ଆଜି ଗୋଟେ ପିଲା ମହାମହିମ ରାଷ୍ଟ୍ରପତି ତାଙ୍କୁ ଦିଲ୍ଲୀ ଡାକରା ହେଇଛି, ତାକୁ ଡାକିଛନ୍ତି ମାୟାଧର ଜୁଆଙ୍ଗ, କେତେ କ'ଣ ଖୁସି, କ'ଣ କହିବେ? ବହୁତ ଖୁସି ଆଜ୍ଞା, ଆମର ଅଞ୍ଚଳବାସୀ ବହୁତ ଖୁସି। ଆମ ଜୁଆଙ୍ଗ ପିଲା ଜଣେ ଯାଉଛି ସେଠି ରାଷ୍ଟ୍ରପତି ପାଖକୁ, ତେଣୁକରି ଆମେ ବହୁତ ଖୁସି ଆଜ୍ଞା। ରାଷ୍ଟ୍ରପତି ଯେଉଁ ଆପଣଙ୍କ ଗାଁକୁ ଆସିଥିଲେ, କ'ଣ କ'ଣ ସବୁ ସେ ସମୟରେ ହେଇଥିଲା, କ'ଣ ସେ ବିଷୟରେ?